ଯଦି ତୁମେ ସତରେ ନିଜ ଜୀବନରେ କିଛି ବଡ଼ କରିବାକୁ ଚାହୁଁଛ, ଏକ ଶକ୍ତିଶାଳୀ ସ୍ୱତନ୍ତ୍ର ମଣିଷ ହେବାକୁ ଚାହୁଁଛ, ତାହେଲେ ଆଜି ଏକ କଠୋର ସତ୍ୟ ଶୁଣିନିଅ। ସବୁ କଥା ନିଜ ଘରେ ପରିବାରରେ ଜଣାଇଦେବା କେବେ ହେଲେ ସଚ୍ଚୋଟତା ନୁହେଁ। ବେଳେବେଳେ ଏହା ତୁମର ସବୁଠାରୁ ବଡ଼ ରଣନୀତିକ ଭୁଲ ହୋଇଥାଏ। ହଁ, ଏକଥା ସତ ଯେ ପରିବାର ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ, କିନ୍ତୁ ଦୁନିଆର ଏକ କଠୋର ନିୟମ ଏହା ମଧ୍ୟ ଅଟେ ଯେ ଶକ୍ତି ଆଉ ଭାବନା କେବେ ହେଲେ ଏକା ସାଙ୍ଗରେ ଚାଲେ ନାହିଁ। ମହାନ ଦାର୍ଶନିକ ଏବଂ ରଣନୀତିକାର ନିକୋଲା ମ୍ୟାକିଆଭେଲି ପଦ ଆଉ ସଫଳତାର ଖେଳରେ ଗୋଟିଏ କଥା ବହୁତ ସ୍ପଷ୍ଟ ଭାବେ ଦେଖିଥିଲେ ଯେ ଯାହା ଉପରେ ତୁମେ ସବୁଠାରୁ ଅଧିକ ଆଖି ବନ୍ଦ କରି ଭରସା କରିଥାଅ ନା, ସେହି ମଣିଷ ଅଜାଣତରେ ତୁମର ସବୁଠାରୁ ବଡ଼ ଦୁର୍ବଳତା ଭାବେ ଠିଆ ହୋଇଥାଏ। ଏମିତି କାହିଁକି ହୋଇଥାଏ? କାହିଁକି ନା ପରିବାରର ନିଷ୍ପତ୍ତି ତର୍କ ଦ୍ୱାରା ନୁହେଁ, ଭାବନା ଆଉ ଡରରେ ଚାଲିଥାଏ। ତୁମ ପରିବାର ତୁମକୁ ସୁରକ୍ଷିତ ଭାବେ ଦେଖିବାକୁ ଚାହିଁଥାଏ, ମହାନ ଭାବେ ନୁହେଁ। ତାଙ୍କୁ ତୁମର ଉଡ଼ିବା ଅପେକ୍ଷା ତୁମର ତଳେ ପଡ଼ିବାର ଡର ଖାଇଯାଇଥାଏ। ସେଥିପାଇଁ ଆଜି ଆମେ ସେହି 8ଟି କଥା ବିଷୟରେ ଆଲୋଚନା କରିବା ଯାହାକି ତୁମ ପରିବାରକୁ କେବେ ହେଲେ କହିବା ଉଚିତ ନୁହେଁ। ଏହା କୌଣସି ଘୃଣା କିମ୍ବା ଧୋକାବାଜର କଥା ନୁହେଁ, ଏହା ତୁମର ସ୍ୱତନ୍ତ୍ରତା ଏବଂ ବୁଦ୍ଧିମତାର କଥା ଅଟେ। ତେବେ ଆସନ୍ତୁ ସେହି 8ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ବିଷୟରେ ଆମେ ଜାଣିବା। ପ୍ରଥମ ପଏଣ୍ଟ ହେଉଛି ଯେ କେବେ ବି ନିଜର କୌଣସି ବଡ଼ ଯୋଜନା, ନିଜର କୌଣସି ବଡ଼ ସ୍ୱପ୍ନ ସେ ପର୍ଯ୍ୟନ୍ତ ପରିବାରରେ କାହାକୁ ଜଣାଇବ ନାହିଁ ଯେ ପର୍ଯ୍ୟନ୍ତ ତାକୁ ତୁମେ ପୂରା ନ କରିଛ। କାହିଁକିନା ଅଧିକାଂଶ ଲୋକ ଏମିତି, ତୁମ ମାତା ପିତା ମଧ୍ୟ ତୁମର ଅସଲି କ୍ଷମତା ହିସାବରେ ତୁମକୁ ଉପଦେଶ ଦେଇନଥାନ୍ତି। ସେମାନେ ତୁମକୁ ତାଙ୍କର ଡର ଆଉ ଅନୁଭବ ହିସାବରେ ହିଁ ଉପଦେଶ ଦେବେ। ଗୋଟିଏ ଅପ୍ରିୟ ଉଦାହରଣ ଶୁଣନ୍ତୁ। ଧରିନିଅ ତୁମ ଭିତରେ ଏକ ବହୁତ ସୁନ୍ଦର ବିଜନେସ୍ କରିବାର ଆଇଡ଼ିଆ ଆସିଲା। ଏଥିରେ ତୁମେ ଉତ୍ସାହିତ ହୋଇ ତୁମ ପରିବାରକୁ ଜଣାଇଦେଲ। ଏହାର ପ୍ରଥମ ରିଆକ୍ସନ୍ କ'ଣ ହେବ? ସେମାନେ କହିବେ ଯେ, ଆରେ ଏଥିରେ ତ ବହୁତ ରିସ୍କ ଅଛି, ଆଉ ଯଦି ପଇସା ବୁଡ଼ିଗଲେ ତୁ କ'ଣ କରିବୁ? ଏହାଠାରୁ ଭଲ ହେବ ତ ତୁ କୌଣସି ଗଭର୍ଣ୍ଣମେଣ୍ଟ ଜବ୍ କିମ୍ବା ପ୍ରାଇଭେଟ୍ ଜବ୍ କରିନିଏ। ଅମକ ପୁଅ ମଧ୍ୟ ଏମିତି କରିଥିଲା, ତା ଅବସ୍ଥା କ'ଣ ହେଲା ଜାଣିଛୁ? ସବୁକିଛି ବର୍ବାଦ ହୋଇଗଲା। ତେଣୁ ଏଠାରେ କହିବାର କଥା ହେଲା ଯେ ତୁମର ମାତା ପିତା ତୁମର ଶତ୍ରୁ ନୁହନ୍ତି। ସେମାନେ କେବଳ ତୁମକୁ ବଞ୍ଚାଇବାକୁ ଚାହୁଁଛନ୍ତି, ଯେମିତି ତୁମର କୌଣସି ଅସୁବିଧା ନ ହୋଇଯାଉ, ତୁମେ କୌଣସି ବର୍ବାଦ ନ ହୋଇଯାଅ। ସେମାନେ ତୁମର ମଙ୍ଗଳ ଚାହାନ୍ତି, କିନ୍ତୁ ତାଙ୍କର ଏହି ସୁରକ୍ଷା ଭାବନା ତୁମର ଉଡ଼ିବାର ଡେଣାକୁ କାଟି ଦେଇଥାଏ। ତାଙ୍କର ଡର ଭିତରେ କଥା ତୁମ ଭିତରେ ମଧ୍ୟ ଆଶଙ୍କା ସୃଷ୍ଟି କରିଦେଇଥାଏ। ତେଣୁ ଏଠାରେ ମ୍ୟାକିଆଭେଲି କହୁଛନ୍ତି ଯେ ପର୍ଯ୍ୟନ୍ତ ତୁମର ଯୋଜନା ଲୁହା ପରି ମଜବୁତ ନ ହୋଇଯିବ, ସେ ପର୍ଯ୍ୟନ୍ତ ଆପଣ ଚୁପ୍ ରୁହନ୍ତୁ। ଲୋକଙ୍କୁ ତୁମର ପ୍ରତିକାର ଦେଖାଅ ନାହିଁ, ସେମାନଙ୍କୁ ସିଧା ତୁମର ପରିଣାମ ଦେଖାଅ। ତୁମେ ଭିତରେ ଭିତରେ ସେ କାମକୁ କରିଚାଲ, ଆଉ ଯେତେବେଳେ ସଫଳ ହେବ ନା, ସେତେବେଳେ ତାଙ୍କୁ ଦେଖାଅ। ତା ପୂର୍ବରୁ ତାଙ୍କୁ କେବେ ହେଲେ ଜଣାଅ ନାହିଁ। ଆଉ ଯେତେବେଳେ ତୁମେ ସଫଳ ହୋଇଯିବ, ସେତେବେଳେ ସେମାନେ କହିବେ ଯେ ଆମେ ଜାଣିଥିଲୁ ତୁ ନିଶ୍ଚୟ ଦିନେ ବଡ଼ ଲୋକ ହୋଇ ନିଶ୍ଚୟ ସଫଳ ହେବୁ ଆଉ ଆମର ନାଁ ରଖିବୁ ବୋଲି। ପଏଣ୍ଟ ନମ୍ବର 2 ହେଉଛି ଯେ ତୁମର ଅସଲି ଦୁର୍ବଳତା ଆଉ ଅସୁରକ୍ଷିତତା। ସବୁ ମଣିଷ ଭିତରେ କିଛି ନା କିଛି ଦୁର୍ବଳତା ନିଶ୍ଚୟ ରହିଥାଏ। କୌଣସି ପୁରୁଣା ପରାଜୟ ହେଉ, କୌଣସି ପୁରୁଣା ଦୁଃଖ ହେଉ, କିମ୍ବା ନିଜକୁ ଅସୁରକ୍ଷିତ ଭାବିବା ହେଉ। ଯଦି ଏସବୁ ଦୁର୍ବଳତାକୁ ତୁମ ପରିବାରରେ ଖୋଲିକରି କହିଦେବ, ତେବେ ଅଜାଣତରେ ସେହି ଦୁର୍ବଳତା ତୁମର ପରିଚୟରେ ପରିଣତ ହୋଇଯିବ। ତୁମେ ଯଦି ତୁମ ପରିବାରରେ କେଉଁଠାରେ କହ ଯେ ମୁଁ ସେଠାରେ ମାଡ଼ ଖାଇକି ଆସିଥିଲି, ତେବେ ପରିବାର ଲୋକ ସେ ଭାବିବେ ଯେ ତୁମେ ଜଣେ ଦୁର୍ବଳ ମଣିଷ, ତୁମେ ଜଣେ ଡରୁଆ, ତୁମେ ପରଲୋକ ହାତରୁ ମାଡ଼ ଖାଇକି ଆସିଛ। ଏଠାରେ ପ୍ରଶ୍ନ ଉଠେ ଯେ ଏସବୁ କାହିଁକି କହିବା ଉଚିତ ନୁହେଁ? ଯେତେବେଳେ ଘରେ କୌଣସି ଯୁକ୍ତିତର୍କ ହେବ, କୌଣସି କଥାକୁ ନେଇ କ୍ରୋଧିତ ହେବ, ଆଉ କାହା ସହିତ ତୁମର ତୁଳନା କରାଯିବ, ସେତେବେଳେ ଭାବନାରେ ବହିଯାଇ ସେହି ଦୁର୍ବଳତାକୁ ତୁମ ମୁହଁରେ ମାରିବେ। ସାଙ୍ଗେ ସାଙ୍ଗେ ତୁମର ସେହି ଡର ଭୟ ବିଷୟ, ତୁମର ମାଡ଼ଖିଆ କଥା, କେଉଁଠାରେ ତୁମେ ଡରିକି ଆସିଥିଲ, ସେ ସବୁ କଥା ସାଙ୍ଗେ ସାଙ୍ଗେ ତୁମ ମୁହଁରେ ଖୋଲିକି କହିଦେବେ। ଗୋଟିଏ ଉଦାହରଣ ଦେଇ କହୁଛି। ଧରନ୍ତୁ ତୁମେ ଇମୋସନାଲ୍ ହୋଇ ତୁମର ମା ଭାଇଙ୍କୁ କହିଦେଲ ଯେ ମୋତେ ସବୁବେଳେ ଏମିତି ଲାଗୁଛି ଯେ ମୁଁ ମୋ ଜୀବନରେ କିଛି କରିପାରିବି ନାହିଁ, ମୋତେ ବହୁତ ଡର ଲାଗୁଛି। ସେତେବେଳେ ତ ତୁମେ ତାଙ୍କୁ ବୁଝାଇ ଦେବ, କିନ୍ତୁ ପରେ କ'ଣ ହେବ? ଯେତେବେଳେ ତାଙ୍କ ସହିତ ତୁମର କୌଣସି କଥାକୁ ନେଇକି ଯୁକ୍ତିତର୍କ ହେବ, ସେତେବେଳେ ସେମାନେ ତୁମର ଆପଣ କହିଥିବା କଥାକୁ ସବୁ କହିଦେବେ। ସେମାନେ କହିବେ ଯେ ଆରେ ତୁ ତ ଡରୁଆଟା, ତୋର ନିଜ ଉପରେ ଭରସା ନାହିଁ। ଆଉ ଯେତେବେଳେ ଆପଣଙ୍କୁ ସେହି କଥା ଆହୁରି ଅଧିକ ବାଧିବ, କାହିଁକି ନା ଏସବୁ କଥା ସେ କହିଲେ ଯାହା ଉପରେ ତୁମର ଫୁଲ୍ ଭରସା ଥିଲା। ତୁମେ କେବେ ହେଲେ ଭାବିନଥିଲ ଯେ ତୁମର ବାପା ମା ଭାଇ ଭଉଣୀ ଏ କଥା ତୁମକୁ କହିବେ ବୋଲି। ସେଥିପାଇଁ ତୁମର ଦୁର୍ବଳତା ଉପରେ ଏକୁଟିଆ କାମ କର, ତାକୁ ସୁଧାରିବାକୁ ଚେଷ୍ଟା କର। ଯଦି କୌଣସି କାମ ହେଉନି, ଯଦି କୌଣସି କାମ କରିପାରୁନ, ଆହୁରି ପରିଶ୍ରମ କର। ଆଉ ପରିଶ୍ରମ କରିବାକୁ କେବେ ହେଲେ କୁଣ୍ଠାବୋଧ କର ନାହିଁ, କିନ୍ତୁ ତାକୁ କେବେ ହେଲେ ସାର୍ବଜନିକ କର ନାହିଁ।
ସାଙ୍ଗମାନେ ଗୋଟିଏ ଜରୁରୀ କଥା, ଯଦି ଆପଣ ଏ ଭିଡ଼ିଓକୁ ଏ ପର୍ଯ୍ୟନ୍ତ ଭଲ ଭାବରେ ଦେଖିଲେଣି ଆଉ ଶୁଣିଲେଣି, ତେବେ ଏହାର ଅର୍ଥ ହେଉଛି ଯେ ଆମ ଭିଡ଼ିଓ ଆପଣମାନଙ୍କୁ ବହୁତ ଭଲ ଲାଗୁଛି ଏବଂ ଆପଣ ଭିଡ଼ିଓ ଭିତରୁ ମଧ୍ୟ ଅଲଗା ଅଟନ୍ତି ଆଉ ସତ୍ୟକୁ ସାମ୍ନା କରିବାର ସାହସ ମଧ୍ୟ ରଖନ୍ତି। ତେଣୁ ଆପଣ କମେଣ୍ଟ କରି ଲେଖନ୍ତୁ ଯେ ମୁଁ ମୋର ରାସ୍ତା ନିଜେ ନିର୍ଣ୍ଣୟ କରିବି ବୋଲି। ଏହାଦ୍ୱାରା ମୋତେ ଜଣାପଡ଼ିବ ଯେ କେତେ ଲୋକ ସତରେ ନିଜ ଜୀବନକୁ ନେଇକି କେତେ ସିରିୟସ୍ ଅଟନ୍ତି। ଆସନ୍ତୁ ଏବେ ଆଗକୁ ବଢ଼ିବା। ବର୍ତ୍ତମାନ ଆସିଲା ପଏଣ୍ଟ ନମ୍ବର 3, ତୁମର ପୁରା ରୋଜଗାର ଆଉ ସମ୍ପତ୍ତିର ଅସଲି ସୂଚନା। ଏହା ଶୁଣିବାକୁ ଟିକେ ଅଜବ ଲାଗୁଥିବ, କିନ୍ତୁ ଏହା ଦୁନିଆର ସବୁଠାରୁ ବଡ଼ ସତ୍ୟ ଅଟେ। ଟଙ୍କା କେତେ ଭଲ ଭଲ ସମ୍ପର୍କକୁ ମଧ୍ୟ ବଦଳାଇ ଦେଇଥାଏ। ତୁମ ପରିବାରକୁ ନିଜର ପ୍ରକୃତ ରୋଜଗାର, ବ୍ୟାଙ୍କ ବାଲାନ୍ସ କିମ୍ବା ପୁରା ସମ୍ପତ୍ତିର ଗୋଟି ଗୋଟି ହିସାବ କେବେ ହେଲେ ଦିଅନ୍ତୁ ନାହିଁ। କାହିଁକି ନା ଶକ୍ତି ସବୁବେଳେ ଟିକେ ରହସ୍ୟ ଭିତରେ ରହିବା ଉଚିତ। ଯଦି ତୁମେ ବହୁତ ପଇସା ରୋଜଗାର କରୁଛ ଆଉ ସେସବୁ କଥା ସମସ୍ତଙ୍କୁ କହିଦେଉଛ, ସେତେବେଳେ ସେମାନଙ୍କର ମନ ଆକାଶରେ ଉଡ଼ିବ। କେହି ତୁମକୁ ସାହାଯ୍ୟର ଆଶା ରଖିବ ତ ଆଉ କେହି କିଛି ପାଇବାର ଆଶା ରଖିବ। ଆଉ ଯଦି ତୁମେ ତାଙ୍କୁ ସାହାଯ୍ୟ କରିବା ପାଇଁ କିମ୍ବା ଟଙ୍କା ଦେବା ପାଇଁ ମନା କରିଦେଲ, ସେତେବେଳେ ତୁମେ ଦୁନିଆର ସବୁଠାରୁ ଖରାପ ମଣିଷ ହୋଇଯିବ। ଅନ୍ୟପଟେ ଯଦି ତୁମର ରୋଜଗାର ଏତେ କମ୍ ହେଉଛି ଆଉ ଏ କଥା ତୁମେ ଘରେ କହିଦେଲ, ସେତେବେଳେ ତୁମ ପରିବାର ଲୋକ ତୁମକୁ ପଡ଼ୋଶୀର କୌଣସି ପିଲା ସହିତ ନିଶ୍ଚୟ ତୁଳନା କରିବେ। ଧରନ୍ତୁ ତୁମେ ତୁମର ନୂଆ ଜବ୍ କିମ୍ବା ବିଜନେସ୍ରେ ପ୍ରକୃତ ରୋଜଗାର ବିଷୟରେ କହିଦେଲ ଯେ ତୁମେ ମାସକୁ 1,00,000 ଟଙ୍କା ରୋଜଗାର କରୁଛ। ଅଚାନକ ଦେଖିବେ ଆପଣଙ୍କ ଘରେ ଲକ୍ଜରୀ ଜିନିଷ କିଣିବାର ସବୁ ଡିମାଣ୍ଡ ହୋଇଯିବ, ଯେ ନୂଆ ଟିଭି ଆଣ, ଫ୍ରିଜ୍ ଆଣ, ସୋଫା ଆଣ। କୌଣସି ସମ୍ପର୍କୀୟ ମଧ୍ୟ କରଜ ମାଗିବାକୁ ଚାଲି ଆସିବେ। ସେମାନେ ଯେତେବେଳେ ଶୁଣିବେ ତୁମେ ମାସକୁ 1,00,000 ଟଙ୍କା ରୋଜଗାର କରୁଛ, ତ ସେମାନଙ୍କର କୌଣସି ପଇସା ଆବଶ୍ୟକ ଥାଉ କିମ୍ବା ନଥାଉ, ସେମାନେ ବିନା କାରଣରେ ଆପଣଙ୍କ ପାଖକୁ ଆସିବେ ଯେ ବାବୁ ମୋତେ କିଛି ଧାର କରଜ ଦେଇଥାଅ, ମୋର ଟିକେ ପଇସା ଦରକାର ଅଛି। ଆଉ ସେ ତୁମ ପଇସା ଆଉ ତୁମର ହିଁ ରହିବ ନାହିଁ। ତେଣୁ ପରିବାରକୁ ସବୁବେଳେ କିଛି ଗୁପ୍ତ କଥା ଲୁଚେଇକି ରଖନ୍ତୁ। ସେମାନେ ଏହା ଜାଣିବା ଉଚିତ ଯେ ତୁମେ ଠିକ୍ ଠାକ୍ ରୋଜଗାର କରୁଛ। କେତେବେଳେ ଅଧିକ କହିବନି କି କେତେବେଳେ କମ୍ ମଧ୍ୟ କହିବନି। ଯେମିତି ତୁମେ ଏହି ରୋଜଗାର କରି ତୁମ ଘରର ଦାୟିତ୍ୱ ନେଇପାରିବ, କିନ୍ତୁ ସମ୍ପୂର୍ଣ୍ଣ ଟ୍ରେଜରୀର ପାସୱାର୍ଡ଼ କେବଳ ତୁମକୁ ହିଁ ଜଣାଥିବା ଆବଶ୍ୟକ। ତେଣୁ ଏହି ପଏଣ୍ଟକୁ ନିଶ୍ଚିତ ଭାବରେ ମନେ ରଖନ୍ତୁ, ଆପଣଙ୍କର ଜୀବନରେ ବହୁତ କାମରେ ଆସିବ। ପଏଣ୍ଟ ନମ୍ବର 4 ହେଉଛି ଯେ ତୁମର ସମ୍ପର୍କୀୟର କଥା ବା ଛୋଟ ବଡ଼ କଥା ଏସବୁ ମଧ୍ୟ କାହାକୁ କହିବେ ନାହିଁ। ତୁମର ପତି, ତୁମର ପତ୍ନୀ କିମ୍ବା ତୁମର ପାର୍ଟନର, ଏମାନଙ୍କ ସହିତ ତୁମର କେମିତି ସମ୍ପର୍କ ଅଛି, କାହା ସହିତ ଝଗଡ଼ା ହୋଇଛି, କାହା ସହିତ ମନମାଳିନ୍ୟ ହୋଇଛି, ଏସବୁ କଥା କେବେ ହେଲେ ତୁମର ମାତା ପିତା କିମ୍ବା ଭାଇ ଭଉଣୀକୁ କାହାକୁ ହେଲେ କହିବ ନାହିଁ। କାହିଁକି ନା ପତି ପତ୍ନୀ କିମ୍ବା ପାର୍ଟନର ସହିତ ଝଗଡ଼ା ହେବା ଅତି ସାଧାରଣ କଥା ଅଟେ। ଆଜି ଯଦି ତୁମ ପାର୍ଟନର ସହିତ ନାରାଜ ଅଛ, ତେବେ ରାଗରେ ତାଙ୍କର ସବୁ କଥା ତୁମ ମା ଭଉଣୀ ଆଗରେ କହିଦେଇଯାଅ। ଆଉ ଯେତେବେଳେ ଦିନେ 2 ଦିନ ଭିତରେ ତୁମର କ୍ରୋଧ ଶାନ୍ତ ହୋଇଯିବ, ତୁମେ ତୁମ ପାର୍ଟନରକୁ କ୍ଷମା କରିଦେବ ଆଉ 2 ଜଣ ସାଙ୍ଗ ହୋଇକି ତ ରହିବ। କିନ୍ତୁ ଗୋଟିଏ କଥା ଧ୍ୟାନ ଦେଇ ଶୁଣନ୍ତୁ, ତୁମର ପାର୍ଟନର ପାଇଁ ଯେ ଖରାପ ଇମେଜ୍ ତୁମ ମା ଭଉଣୀଙ୍କ ସାମ୍ନାରେ ତୁମେ କହିଦେଇଲ, ସେମାନେ ତୁମ ପାର୍ଟନରକୁ ସବୁବେଳେ ସେଇ ଆକାରରେ ହିଁ ଦେଖିବେ। ସେମାନେ ସବୁବେଳେ ଏ ଭାବିବେ ଯେ ମୋ ପୁଅ କିମ୍ବା ମୋ ଭାଇ ଯେଉଁ ପିଲା ସହିତ ମିଶୁଛି ସେ ନିଶ୍ଚୟ ଗୋଟେ ଖରାପ ପିଲା। ତୁମେ ଏ କଥାକୁ ଭୁଲି ଯାଇପାର, କିନ୍ତୁ ତୁମ ପରିବାର ଏ କଥାକୁ କେବେ ହେଲେ ଭୁଲିବ ନାହିଁ। ଗୋଟିଏ ଉଦାହରଣ, ଜଣେ ଯୁବକ ତା ପତ୍ନୀର ଗୋଟିଏ ଛୋଟିଆ ଭୁଲ ତା ମାଆକୁ କହିଦେଲା, ଆଉ ମା କ'ଣ କଲା, ସେଇ କଥାକୁ ଧରି ବସିଲା। ସେ ତା ମଲା ପର୍ଯ୍ୟନ୍ତ ମନେ ରଖିବ ଯେ ମୋ ବୋହୂ ଜଣକ ଏମିତି ଜଣେ ପିଲା ଅଟେ। ତା ପରଦିନ ପତି ପତ୍ନୀ ପୁଣି ଥରେ ତ ମିଶିଲ, କିନ୍ତୁ ତାପରେ ଯେ ଘରେ ଯେତେବେଳେ କୌଣସି ଛୋଟିଆ ଘଟଣା ଘଟିବ, ସେତେବେଳେ ମା ସେ ପୁରୁଣା କଥାକୁ ଦୋହରାଇବ। ସେ ତାକୁ ଦେଖେଇ ସେସବୁ କଥା କହିବ ଯେ ତୋର ତ ଏମିତି ଗୁଣ ଅଛି, ତୋର ଏମିତି ପ୍ରକୃତି ଅଛି। ଏ କଥା ତୁମେ ଆଉ ତୁମ ପାର୍ଟନର ମଧ୍ୟରେ ସୀମିତ ରହିବା ଆବଶ୍ୟକ। ନିଜ ଦୁନିଆକୁ ଏକ ଦୁର୍ଗ ଭଳି ସୁରକ୍ଷିତ ରଖନ୍ତୁ। ସବୁ କଥାକୁ ବାହାରକୁ ଆଣିବା ମୂର୍ଖତା ଅଟେ। ଏହା ପରିବାରଠୁ ଦୂରେଇ ରହିବାର କଥା ନୁହେଁ, ବରଂ ଭାବନାତ୍ମକ ପରିପକ୍ୱତାର ଉପଦେଶ ଅଟେ। ଯେଉଁ ମଣିଷ ତାର ସବୁ ଡର, ସବୁ ଯୋଜନା, ସବୁ କଥାକୁ ଦୁନିଆ ସାମ୍ନାରେ ରଖିଥାଏ, ତାର ଆଉ କୌଣସି ଓଜନ ରହେ ନାହିଁ। ପରିବାର ଶତ୍ରୁ ନହେଲେ ମଧ୍ୟ ସେହି ସ୍ନେହ ପ୍ରେମ ଏକ ଶୁକ୍ଳି ଭଳି ହୋଇଥାଏ। ପଏଣ୍ଟ ନମ୍ବର 5 ହେଉଛି ଯେ ଆପଣଙ୍କର ସବୁ ରଣନୀତି ଆଉ ପରବର୍ତ୍ତୀ ଷ୍ଟେପ୍ କ'ଣ ନେବେ ସେ କଥା ମଧ୍ୟ ଗୁପ୍ତ ରଖନ୍ତୁ। ଯଦି ତୁମେ ଜୀବନରେ ଆଗକୁ ବଢ଼ୁଛ, ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି କରୁଛ, ନୂଆ ଜିନିଷ ଶିଖୁଛ କିମ୍ବା କୌଣସି ସ୍ମାର୍ଟ ଯୋଜନା କରୁଛ, ତେବେ ଏହାର ପ୍ରତ୍ୟେକ ଖବର ପରିବାରକୁ ଜଣାଇବା ଆବଶ୍ୟକତା ନାହିଁ। କାହିଁକି ନା ଯେଉଁ କଥା ଲୋକମାନେ ବୁଝିପାରନ୍ତି ନାହିଁ, ତାକୁ ମୁଖ୍ୟତଃ ଭୁଲ କହିଥାନ୍ତି କିମ୍ବା ନିନ୍ଦା କରିଥାନ୍ତି। ଯଦି ତୁମେ କୌଣସି ନୂଆ କୋର୍ସ କରୁଛ କିମ୍ବା ଜଣେ ଏମିତି ଲୋକ ସହିତ କାମ କରୁଛ ଯିଏ ତୁମର ପରିବାର ନଜରରେ ଅଜବ ଅଟେ, ତେବେ ତୁମ ପରିବାର ଲୋକକୁ ତୁମକୁ ଅଟକାଇବେ। ତୁମକୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡ଼ିଥାଉ, ଆଉ ଏଥିରେ ତୁମର ଅଧା ଶକ୍ତି ଖର୍ଚ୍ଚ ହୋଇଯିବ। ଧରନ୍ତୁ ଆପଣଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ନେବା ପାଇଁ ଆପଣ ସେଭିଂର ଗୋଟିଏ ବଡ଼ ଭାଗ କୌଣସି ସ୍କିଲ୍କୁ ଶିଖିବାରେ କିମ୍ବା କୌଣସି ଷ୍ଟାର୍ଟଅପ୍ରେ ଲଗାଇବେ। ଆଉ ଯଦି ଏ କଥା ତୁମ ପରିବାରକୁ ଜଣାଇବେ, ସେମାନେ କ'ଣ କହିବେ? ସେମାନେ ନିଶ୍ଚିତ କହିବେ
ଯେ ତୁ ପାଗଳ ନା କ'ଣ? ଏତେ ପଇସା ସବୁ ବର୍ବାଦ କରିଦେବୁ? କୌଣସି ଚାକିରି କାହିଁକି ଖୋଜୁନୁ? ଆପଣ କ'ଣ କରିବେ? ଆପଣଙ୍କ ବାପା ମାଆକୁ ବୁଝାଇବାକୁ ପଡ଼ିବ। ତେଣୁ ସଫଳ ଲୋକ ସବୁବେଳେ କୋଳାହଳଠୁ ଦୂରରେ ରହି ଶାନ୍ତିରେ କାମ କରନ୍ତି। ନିଜର ରଣନୀତିକୁ ଏକ ସିକ୍ରେଟ୍ ମିଶନ ପରି ରଖନ୍ତୁ। ଯେତେବେଳେ ସଫଳତାର ବାଜା ବାଜିବ, ସେତେବେଳେ ଆପେ ଆପେ ସବୁ ରଣନୀତି ବୁଝା ପଡ଼ିଯିବ। ଏହାପରେ ଆସୁଛି ପଏଣ୍ଟ ନମ୍ବର 6। ଭିତରର ସବୁ କ୍ରୋଧ ଆଉ ନିରାଶା ତାକୁ ମଧ୍ୟ ଗୁପ୍ତ ରଖନ୍ତୁ। ପ୍ରତ୍ୟେକ ମଣିଷ ଜୀବନରେ ଖରାପ ସମୟ ନିଶ୍ଚୟ ଆସିଥାଏ। ଉପରିସ୍ଥ କର୍ମଚାରୀଙ୍କ ସହିତ ଝଗଡ଼ା ହେଉ, କାମରେ କ୍ଷତି ହେଉ କିମ୍ବା ଭବିଷ୍ୟତର ଚିନ୍ତା ହେଉ, କିନ୍ତୁ ନିଜ ପରିବାର ସାମ୍ନାରେ ବାରମ୍ବାର କାନ୍ଦିବା, ରାଗିବା ଆଉ ଭାବାତ୍ମକ ହୋଇପଡ଼ିବା ତୁମ ଛବିକୁ ସବୁଦିନ ପାଇଁ ଦୁର୍ବଳ କରିଦେଇଥାଏ। ଯଦି ତୁମେ ସବୁ କଥାରେ ଭାଙ୍ଗି ପଡ଼ୁଥିବ, ଘରକୁ ଆସି ପ୍ରତ୍ୟେକ ଦିନ ତୁମର ଅସୁବିଧା କଥା କହି କାନ୍ଦୁଥିବ, ତେବେ ପରିବାର ଲୋକେ ତୁମକୁ ଏକ ଅସ୍ଥିର ମଣିଷ ବୋଲି ଭାବିବେ। ଜଣେ ନେତା କିମ୍ବା ଜଣେ ସଫଳ ବ୍ୟକ୍ତି ସେ ହୋଇଥାଏ ଯିଏ ତା'ର ଭାବନାକୁ ଅନୁଭବ କରିଥାଏ ସତ, କିନ୍ତୁ ତାକୁ ନିୟନ୍ତ୍ରିତ ଭାବେ ବ୍ୟକ୍ତ କରିଥାଏ। ଧରନ୍ତୁ ଆପଣ କୌଣସି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ତୁମ ଉପରେ ବହୁତ ପ୍ରେସର ପଡ଼ୁଛି। ତୁମେ ଘରକୁ ଆସି ପାଟି କରୁଛ ଯେ ମୋ ଦ୍ୱାରା ହେବନି, ସମସ୍ତେ ମୋ ବିରୁଦ୍ଧରେ ଅଛନ୍ତି, ମୁଁ ହାର ମାନିଯାଉଛି। ତୁମ ପରିବାର ତୁମକୁ ଭଲ ପାଉଛି, ଏଥିପାଇଁ ସେମାନେ କହିବେ ଯେ ପୁଅ ସେ କାମ ଛାଡ଼ିଦେ। ଆଉ ଦେହ ଭଲ ଥିଲେ, ଜୀବନ ବଞ୍ଚିଥିଲେ ଭବିଷ୍ୟତରେ କେତେ କାମ ମିଳିବ। କିନ୍ତୁ ତୁମକୁ ସଂଘର୍ଷ କରିବାକୁ କେବେ ହେଲେ ପ୍ରେରିତ କରିବେ ନାହିଁ, ବରଂ ତୁମକୁ ହାର ମାନିବା ପାଇଁ ସହଜ ବାଟ ଦେଖାଇଦେବେ। ଆଉ ଯଦି ତୁମେ ବାରମ୍ବାର ଏମିତି କରିବ, ତେବେ ସେମାନଙ୍କର ନଜରରେ ତୁମେ ଏମିତି ଏକ ମଣିଷ ହୋଇଯିବ ଯେକୌଣସି ପ୍ରେସର ସହ୍ୟ କରିପାରିବନି। ଜଣେ ସ୍ଥିର ଆଉ ଶାନ୍ତ ମଣିଷ ହିଁ ଉପଯୁକ୍ତ ନିର୍ଣ୍ଣୟ ନେଇପାରିବ। ଯଦି ଏ କଥା ତୁମକୁ ଭିତର ପର୍ଯ୍ୟନ୍ତ ଛୁଇଁଛି, ତେବେ ଏବେ କମେଣ୍ଟ କରି କୁହନ୍ତୁ ଯେ ମୁଁ ମୋ ଭାବନାର ଗୋଲାପ ହେବି ନାହିଁ। ଏହାଦ୍ୱାରା ତୁମର ଗୋଟିଏ ସଂକଳ୍ପ ନିଶ୍ଚୟ ପୁରା ହେବ। ତୁମେ ସେ ନିର୍ଣ୍ଣୟ ନିଶ୍ଚୟ ଭାବରେ ଭାବିଚିନ୍ତି ନେବ, ଦୁର୍ବଳ ମନର ନୁହେଁ। ପରବର୍ତ୍ତୀ ପଏଣ୍ଟ ନମ୍ବର 7। ନିଜର ଶେଷ ନିଷ୍ପତ୍ତି ଆଉ ବଡ଼ ଲକ୍ଷ୍ୟ। ଜୀବନରେ କିଛି ନିଷ୍ପତ୍ତି ଏମିତି ହୋଇଥାଏ ଯାହା ତୁମକୁ ବିଲକୁଲ ଏକୁଟିଆ ନେବାକୁ ପଡ଼ିଥାଏ। ନୂଆ ଜାଗାକୁ ଯିବା କିମ୍ବା ଏକ ନୂଆ କ୍ୟାରିୟର ଗଢ଼ିବା, ଏସବୁ ପାଇଁ କେବେ ହେଲେ ପରିବାରକୁ ଅନୁମତି ମାଗନ୍ତୁ ନାହିଁ। ଯଦି ତୁମେ ପ୍ରଥମେ ଅନୁମତି ମାଗିବ, ତାହେଲେ ତୁମକୁ କେବଳ ଡର ଆଉ ଡର ହିଁ ମିଳିବ। ପରିବାର ଲୋକ କେବେ ଚାହିଁବେ ନାହିଁ ଯେ ତୁମେ ତାଙ୍କର ସୁରକ୍ଷିତ ବଳୟରୁ ବାହାରକୁ ଯାଅ ବୋଲି। ଯଦି ତୁମେ ତାଙ୍କୁ ପଚାରିବ ଯେ କ'ଣ ମୁଁ ଚାକିରି ଛାଡ଼ିକି ନିଜ ବିଜନେସ୍ ଆରମ୍ଭ କରିପାରିବି, ତେବେ 99% ସମ୍ଭାବନା ଏହା ଅଟେ ଯେ ସେମାନେ ନା କହିବେ। ଗୋଟିଏ ଉଦାହରଣ, ଜଣେ ଯୁବକକୁ ଗୋଟିଏ ସହରରେ ଭଲ ଚାକିରିଟେ ମିଳିଲା, କିନ୍ତୁ ଟିକେ ରିସ୍କ ଥିଲା। ସେ ତା'ର ପରିବାରକୁ ପଚାରିଲା, ଆଉ ପରିବାର ଲୋକ କ'ଣ କଲେ? ଏକଥା ଶୁଣିକି ସାଙ୍ଗେ ସାଙ୍ଗେ କାନ୍ଦବା ଆରମ୍ଭ କରିଦେଲେ ଯେ ଆମକୁ ଛାଡ଼ି ଏତେ ଦୂର ଇଏ କେମିତି ଯିବ? ବାହାରେ କେମିତି ଚଳିବ? କ'ଣ ଖାଇବ? ଦେହ ଖରାପ ହେଲେ ଏହା କଥା କିଏ ବୁଝିବ? ଆଉ ଯୁବକ ଜଣକ ମଧ୍ୟ ଭାବନାରେ ଆସି ସେହି ସୁଯୋଗକୁ ଛାଡ଼ିଦେଲା। କାହିଁକିନା ଘର ଲୋକ ଯେତେବେଳେ କାନ୍ଦବାବ କଲେ, ଘର ଲୋକ ତ ସହଜରେ ଛାଡ଼ିବେନି ଯେ ତୁ ବାହାରକୁ ଯା ବୋଲି। ଆଉ ଯୁବକ ମଧ୍ୟ ସେସବୁ ଛାଡ଼ିଦେଲା। କିନ୍ତୁ 5 ବର୍ଷ ପରେ ଦେଖିଲା ଯେ ସେ ଏବେ ମଧ୍ୟ ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ଫସି ରହିଛି। ଆଉ ଭିତରେ ଭିତରେ ତା ପରିବାରକୁ ଦୋଷ ମଧ୍ୟ ଦେଉଛି ଯେ ସେମାନେ ଯଦି ମୋତେ ସେଦିନ ଅଟକାଇ ନଥାନ୍ତେ, ତାହେଲେ ମୁଁ ପଳେଇଥାନ୍ତି, ଆଉ ଆଜି ମୋ କ୍ୟାରିୟର କେଉଁ ଜାଗାରୁ ପହଞ୍ଚି କୁଆଡ଼େ ଯାଇଥାନ୍ତା। କିନ୍ତୁ କ'ଣ ହେବ? ତେଣୁ ଏହି ନିୟମ ଏହା କହିଥାଏ ଯେ ଯଦି ତୁମେ ଅନୁମତି ମାଗିବ, ତେବେ ଠିକ୍ ଏମିତି ଫସିଯିବ। ଆଉ ଯଦି ଚୁପଚାପ ନିଷ୍ପତ୍ତି ନେଇ ଆଗକୁ ବଢ଼ି ପରିଣାମ ଦେଖାଇବ, ତେବେ ତୁମକୁ ନିଶ୍ଚୟ ଭାବରେ ସମ୍ମାନ ମିଳିବ। ତେଣୁ ନିଜ ନିର୍ଣ୍ଣୟ ନିଜେ ନିଅନ୍ତୁ। ଯଦି ଫେଲ୍ ହୋଇଗଲ, ତେବେ ଦାୟିତ୍ୱ ମଧ୍ୟ ତୁମେ ଉଠାଇବ। ତେଣୁ ଏହା ହିଁ ଅସଲରେ ମର୍ଦ୍ଦ ପୁଅର କାମ ଅଟେ। ଏବଂ ଶେଷରେ ଆସୁଛି ପଏଣ୍ଟ ନମ୍ବର 8। ତୁମର ମହତ୍ୱାକାଂକ୍ଷାର ଅସଲି ସୀମା ଆଉ ତୁଳନାର ଦର୍ଦ କାହାକୁ ହେଲେ କୁହ ନାହିଁ। ତୁମର ସବୁଠାରୁ ବଡ଼ ମହତ୍ୱାକାଂକ୍ଷା ବିଷୟରେ କେବେ ହେଲେ କାହାକୁ କୁହ ନାହିଁ। ଯଦି ତୁମ ପରିବାର ତୁମର ତୁଳନା ଆଉ କାହା ସହିତ କରୁଥାନ୍ତି, ତେବେ ତୁମେ ତୁମର ଦର୍ଦ ତାଙ୍କୁ କେବେ ହେଲେ ଦେଖାଅ ନାହିଁ। କାହିଁକିନା ଲୋକମାନେ ତୁମର ଆଜିର ସ୍ଥିତି ସହିତ ଆଙ୍କିଥାନ୍ତି। ଯଦି ତୁମେ ବର୍ତ୍ତମାନ 15,000 ଟଙ୍କାର ଚାକିରି କରୁଛ, ଆଉ ଏବେ ଯାଇ ଘରେ ଯାଇ କହିବ ଯେ ମୁଁ ଗୋଟିଏ ଦିନ କୋଟି କୋଟି ଟଙ୍କାର କମ୍ପାନୀ ଠିଆ କରିବି, ତେବେ ସେମାନେ କ'ଣ କରିବେ? ନିଶ୍ଚୟ ଭାବରେ ଆପଣଙ୍କର କଥା ଶୁଣି ସେମାନେ ହସିବେ। ସେ ତୁମକୁ ଭାବିବେ ଯେ ରେ ଫାଲତୁ କଥାବାର୍ତ୍ତା କରୁଛି। ସେଥିପାଇଁ ତୁମର ବଡ଼ ଲକ୍ଷ୍ୟକୁ ଏକ ଗଛର ମଞ୍ଜି ଭଳି ମାଟି ଭିତରେ ଲୁଚାଇ ରଖ। ଯେତେବେଳେ ଚେର ମଜବୁତ ହେବ, ସେତେବେଳେ ଗଛ ଆପେ ଆପେ ମାଟି ବାହାରକୁ ବାହାରିବ। ଦ୍ୱିତୀୟ କଥା ହେଉଛି ଯେ ପରିବାର ସହିତ ସବୁବେଳେ ଅନ୍ୟକୁ ତୁମ ସହିତ ତୁଳନା କରୁଥାନ୍ତି ଯେ ସାହୁ ବାବୁଙ୍କର ପୁଅ କେତେ ବଡ଼ ଚାକିରି କଲାଣି, କେତେ ବଡ଼ ଲୋକ ହୋଇଗଲାଣି, ତୁ କ'ଣ କରୁଛୁ? ଯଦି ତୁମେ ଏ କଥାକୁ ଯୁକ୍ତି କରିବ କିମ୍ବା ହ୍ରାସ ହୋଇଯିବ, ତେବେ ତୁମେ ଏହି ଭାବାତ୍ମକ ଖେଳରେ ଫସିଯାଉତ। ଯିଏ ଆଗକୁ ଯାଉଛି ଯାଉ, ଯିଏ ଚାକିରି କରୁଛି କରୁ, ତୁମେ କ'ଣ କରିପାରିବ? ତୁମେ ନିଜ କଥା ଦେଖ। ଯଦି ପ୍ରତ୍ୟେକ ଥର ତୁଳନା କଲାବେଳେ ତୁମେ ରାଗି ଯାଉଥିବ, ତାହେଲେ କ'ଣ ହେବ? ତୁମେ ଘର ଲୋକ ସହିତ କଳିକଜିଆ କରିବ, ମହାଭାରତ ସୃଷ୍ଟି ହେବ।
ତୁମର ଶାନ୍ତି ମଧ୍ୟ ଭଙ୍ଗ ହୋଇଯିବ, ମାଇଣ୍ଡ ଡିଷ୍ଟର୍ବ ହୋଇଯିବ, ଆଉ ତୁମ କାମରେ କେବେ ହେଲେ ତୁମେ ଫୋକସ୍ କରିପାରିବନି। ତେଣୁ ରଣନୀତିକ ବ୍ୟକ୍ତି କେବେ ହେଲେ ଯୁକ୍ତିତର୍କ କରିନଥାଏ। ସେ ଶୁଣିଥାଏ ଆଉ ଚୁପଚାପ ତା କାମ କରୁଥାଏ। କାହିଁକିନା ସେ ଜାଣିଛି ଯେ ତୁଳନାକୁ କେବଳ ପରିଣାମ ଦ୍ୱାରା ସମାପ୍ତ କରାଯାଇପାରିବ, କଥା ଦ୍ୱାରା ନୁହେଁ। ସବୁଠାରୁ ଭୟଙ୍କର ସତ ହେଉଛି ଭାବନାତ୍ମକ ବ୍ଲାକମେଲ୍। ଏବେ କାହାଣୀର ଶେଷ ସତ୍ୟକୁ ବୁଝନ୍ତୁ। ପରିବାର ସହିତ ସବୁଠାରୁ ବଡ଼ ବିପଦ କ'ଣ? ତାହା ହେଉଛି ଇମୋସନାଲି ବ୍ଲାକମେଲ୍। ଘରେ କ'ଣ କହିବେ? ନା ଆମେ ତୁମ ପାଇଁ ଆମର ସାରା ଜୀବନ ବର୍ବାଦ କରିଦେଲୁ, କିନ୍ତୁ ତୁମେ ବଦଳିଗଲ। କ'ଣ ତୁମକୁ ଆମର କୌଣସି ଦାୟିତ୍ୱ ନାହିଁ? ଯଦି ତୁମେ ପ୍ରତ୍ୟେକ ଥର ଏହି ଅପରାଧ ବୋଧରେ ଆସି ନିଜର ନିଷ୍ପତ୍ତି ବଦଳାଇ ଦେବ, ତେବେ ତୁମର ଜୀବନ ତୁମର ହୋଇ ରହିବ ନାହିଁ। ତୁମେ କେବଳ ଏକ କାଠ କଣ୍ଢେଇ ହୋଇଯିବ। ସମ୍ମାନ ରଖିବା ଆଉ କୃତଜ୍ଞ ହେବା ଭଲ କଥା, କିନ୍ତୁ ନିଜକୁ ଅପରାଧୀ ଭାବେ ସଞ୍ଚାଳିତ ହେବା ତୁମକୁ ମୃତ ଶବ ସହିତ ସମାନ କରିଦେବ। ତେଣୁ ମାକିଆଭେଲି ଏଠାରେ କ୍ଷମତାର ଖେଳରେ ଦେଖିଥିଲେ ଯେ ସବୁଠାରୁ ବଡ଼ ବିପଦ ବାହାର ଶତ୍ରୁଠାରୁ ନୁହେଁ, ବରଂ ଅଜାଣତରେ ନିଜ ଲୋକଙ୍କର ହସ୍ତକ୍ଷେପ ଦ୍ୱାରା ହିଁ ହୋଇଥାଏ, ଯାହା ସ୍ନେହ ପ୍ରେମ ନାମରେ କରାଯାଇଥାଏ। ତୁମର ଦିଗ, ତୁମର ପରିଚୟ ଆଉ ତୁମର ଶେଷ ନିଷ୍ପତ୍ତି ସବୁବେଳେ ତୁମ ନିୟନ୍ତ୍ରଣରେ ରହିବା ଉଚିତ। ଦୂରତା ରଖିବା ଅର୍ଥ ନିଜ ସହିତ କଠୋର ହେବା ନୁହେଁ, ବରଂ ନିଜର ମାନସିକ ସ୍ୱତନ୍ତ୍ରତାକୁ ବଞ୍ଚାଇବାକୁ ପଡ଼ିବ। ଏହା ସୀମା ନିର୍ଦ୍ଧାରଣ କରିବାର କଳା ଅଟେ। ତୁମେ ତାଙ୍କୁ ଯେତେ ପ୍ରେମ କରୁଛ କରିପାର, ତାଙ୍କୁ ଯେତେ ସମ୍ମାନ କରୁଛ କରିପାର, କିନ୍ତୁ ଶେଷରେ ନିଜର ଯୋଜନା ଯେତେ ଲୁଚାଇ ରଖିପାରିବ ସେତେ ଆପଣଙ୍କ ପାଇଁ ଭଲ ହେବ। ଶେଷରେ ନିଜକୁ ଏକ ପ୍ରଶ୍ନ ପଚାରନ୍ତୁ ଯେ କ'ଣ ତୁମେ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଜନ୍ମ ହୋଇଛ, ନା ନିଜର ଅସଲି କ୍ଷମତାକୁ ପାଇବା ପାଇଁ? ଯେଉଁ ମଣିଷ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିଥାଏ, ସେ ଶେଷରେ ନିଜଠାରୁ ଦୂର ହୋଇଯାଇଥାଏ। ତ ସାଙ୍ଗମାନେ, ଏ ଜୀବନ ହେଉଛି ତୁମର, ତେଣୁ ନିଷ୍ପତ୍ତି ମଧ୍ୟ ଆପଣଙ୍କର ହେବା ଉଚିତ, ଆଉ ପରିଣାମ ମଧ୍ୟ ତୁମର ହେବା ଆବଶ୍ୟକ। ସେଥିପାଇଁ ଆଜିଠାରୁ କିଛି କଥା ମନରେ ରଖିବା ଶିଖନ୍ତୁ। ଚୁପ୍ ରହିବା କୌଣସି ଦୁର୍ବଳତା ନୁହେଁ, ଏହା ବୁଦ୍ଧିମତ୍ତାଙ୍କର ସବୁଠାରୁ ବଡ଼ ଶକ୍ତି ଅଟେ। ତ ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଏହି ଭିଡ଼ିଓରୁ କୌଣସି ଶିକ୍ଷା ମିଳିଥିବ, ତେବେ କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଆଉ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଆପଣଙ୍କର ବନ୍ଧୁମାନଙ୍କ ସହିତ ସେୟାର କରିବେ, ଆଉ ଆମ ଚ୍ୟାନେଲକୁ ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।